आज ମୁଁ ତିଆରି କରିଦେଲି କଲରା ପତ୍ର ଘଣ୍ଟା। ତ ହ୍ୟାଲୋ ଫ୍ରେଣ୍ଡସ୍, ନମସ୍ତେ, ଜୟ ଜଗନ୍ନାଥ। ଆଜି ସାନ ଝିଅ କେତେ ପଦ୍ମ ଫୁଲ ସବୁ ଆଣିଦେଇଛି ଦେଖନ୍ତୁ। ଠାକୁର ଘରକୁ ଟିକେ ପୁଛାପୁଛି କରି ଠାକୁରଙ୍କୁ ପ୍ରଣାମ କରିଦେଇକି ଆସିଲା ବେଳକୁ ବଡ଼ ଝିଅ କରିଦେଇଛି ଚାହା ଟିକେ। ତାକୁ ଧରିକି ବସି ପଡ଼ିଲି ବୁଦ୍ଧ କର୍ଣ୍ଣର ପାଖରେ। ଦେଖିଲି ବଡ଼ ଝିଅ ସବୁ କ'ଣ କ'ଣ ସବୁ ରୋଷେଇ କଲାଣି। ସେଥିପାଇଁ ଆଉ ତଳେ ନ ରହି ଛାତ ଉପରୁ ପଳେଇଗଲି ରୋଷେଇ କରିବା ପାଇଁ। ଆଜି ମୁଁ ତିଆରି କଲି କଲରା ପତ୍ର ଘଣ୍ଟା। ଆପଣମାନେ କେବେ ଖାଇଛନ୍ତି କି କଲରା ପତ୍ର ଘଣ୍ଟା? କମେଣ୍ଟରେ କହିବେ ତ କେବେ ଖାଇଛନ୍ତି କି ନାହିଁ କଲରା ପତ୍ର ଘଣ୍ଟା। ନେଇଗଲି ମୁଁ ଗିନାଟି ଅରୁଆ ଚାଉଳ ଆଉ ଗିନାଟି ନେଇଗଲି ଭଜା ମୁଗ ଯାଇ। ତାକୁ ଧୁଆଧୁଇ କରି ଚୁଲିଟି ଲଗେଇକି ବସେଇଦେଲି, ପାଣି ଦେଇକି ସିଝିବା ପାଇଁ ଛାଡ଼ିଦେଲି ଲୁଣ ପକେଇକିରି। ତାପରେ ନେଇ ଆସିଲି କଲରା ପତ୍ର ଆଉ ନେଇ ଆସିଲି ବୋଇତାଳୁ ଡଙ୍କ ଟିକେ, ବାଇଗଣ ଗୋଟେ। ସେତିକି ବେଳକୁ ନାତି ଧରି ପଳେଇ ଆସିଲାଣି ସରବତ, ତାକୁ ଟିକେ ପିଇଦେଲି। ଶାଗ ସବୁ ଧୁଆଧୁଇ କରି କାଟିକି ପକେଇଦେଲି ସିଝିବା ପାଇଁ। ଡାଲି ଆଉ ଚାଉଳ ତ ସିଝି ଯାଇଥିଲା, ତା ଦେହରେ ଶାଗ ବାଇଗଣ ସବୁ ପକେଇଦେଲି। ସିଝିଲା ପରେ ବଢ଼ିଆ ଗୋଟେ ଫୁଟଣ ଦେଇଦେଲି। ତାପରେ ହେଇଗଲା କଲରା ପତ୍ର ଘଣ୍ଟା।